ମୁଁ ଗଲା ବେଳକୁ ଯେତେବେଳେ ବିଧାନସଭା ଭିତରକୁ ଯାଇଥିଲି ଗଣତନ୍ତ୍ର ମନ୍ଦିର ବିଧାନସଭା ମୁଣ୍ଡିଆ ମାରି ଯାଇଥିଲି। ଆରେ 1977 ମସିହାରେ ଫାଷ୍ଟ ମୁଁ ନିର୍ବାଚିତ ହୁଏ ବିଧାନସଭାକୁ ବିଧାୟକ ହିସାବରେ। ଗଣତନ୍ତ୍ର ମନ୍ଦିର ହଉଛି ବିଧାନସଭା। ମୁଁ ତାଙ୍କ ସାଥିରେ 5 ଥର ଏମଏଲଏ ହେଇ ବସିଛି, ସିଏ 10 ଥର ଏମଏଲଏ। ମୁଁ ତାଙ୍କୁ ଗୋଟିଏ କଥା କହିଛି, ଥରେ ଯଦି ଆମେ ଘୋଷଣା କରିଛୁ ବେଦରକାର, ମୁଁ ଆଉ ଠିଆ ହେବାର ନାହିଁ। ମୋ ସାନ ପୁଅ ମନ୍ମଥ ରାଉତରା ଜଟଣୀର ପ୍ରତିନିଧିତ୍ୱ କରିବ। ସବୁ ବିଧାୟକ ସବୁ ଦଳର ସମସ୍ତଙ୍କ ସହିତ ଭାବପୂର୍ଣ୍ଣ ଶେଷ ଆଲୋଚନା କରିଛି। ସମସ୍ତଙ୍କର ଅନୁରୋଧ ମୋ ଉପରେ ଚାପ ପଡ଼ୁଥାଏ। ତାଙ୍କ ବିୟୋଗରେ ସମସ୍ତେ ଆମେ ମର୍ମାହତ। ସେ ବି ଆମ ସାଥିରେ ବିଧାନସଭାରେ ଭାଇଚାରିଆ ହିସାବରେ ଭାଇ ଭଉଣୀ ସମ୍ପର୍କ ସୃଷ୍ଟି କରି ଆମେ ସବୁ ଏକ ହିଁ ବିଧାନସଭାଟାକୁ ଅତି ଉଚ୍ଚ କୋଟିର ମାନ ବଢ଼େଇଥିଲୁ। ଆମେ ସବୁ ଏକାଠି ଆମେ ଥରେ ମୋର ମନ ଅଛି ବିଜୁ ପଟ୍ଟନାୟକ ହେରିକା ଯାଇଥାଉ ଆଣ୍ଡାମାନ ନିକୋବର। ମୁଁ ଗୋଟେ ଖାଲି ପ୍ରସ୍ତାବ ଦେଲି, ସୂର୍ଯ୍ୟପାତ୍ର ଥାନ୍ତି। ମୁଁ କହିଲି ଆମେ ଯେଉଁ ରୋଷେଇ ହବ, ମହିଳା ଏମଏଲଏ ମାନେ ରୋଷେଇ କରିବେ, ଆମେ ସବୁ ଯୋଗେଇ ଦେବୁ। ଖୁସିରେ କହିଲେ ସୁରବାବୁ ଆପଣ ମାଛ କାଟିବେ। ମୁଁ କାଟିବା କିଛି ଅସୁବିଧା ନାହିଁ। ଉଷା ଦେବୀ ଅଛନ୍ତି, ସେ ବି କାଟିଲେ। ସବୁ ମହିଳା ଆଉ ଆମେ ଯେତେ ପୁରୁଷ ଯାଇଥିଲୁ ସୂର୍ଯ୍ୟପାତ୍ର ଓଗେର କଲୁ। ଏବଂ ଆପଣମାନେ ବିଶ୍ୱାସ କରିବେନି, ମସଲା ସେ ଶିଳରେ ବାଟିଲେ ଏବଂ ପରିବା ପତ୍ର କାଟିଲେ ଏବଂ ବିଜୁ ପଟ୍ଟନାୟକ ବସି ମାଛ ଭଜା ହେଉଥାଏ ଖାଉଥାନ୍ତି। ସେ ଯେଉଁ ସିନ୍ ଗୋଟେ ଆତ୍ମୀୟତା ସୃଷ୍ଟି କରେ, ସ୍ନେହ ସୃଷ୍ଟି କରେ, ଭାଇଚାରିଆ ସୃଷ୍ଟି କରେ। ଜଣେ ଅତି ଭଦ୍ର ମହିଳା ଥିଲେ, ତାଙ୍କ ବିୟୋଗରେ ଆମେ ସମସ୍ତେ ମନ୍ତ୍ରୀ ସେ ହେଲେନି। ତାଙ୍କୁ 77 ମସିହାରେ ମନ୍ତ୍ରୀ ଯଚା ହେଇଥିଲା, ସେ ନାହିଁ କରିଦେଲେ, କହିଲେ ମୁଁ ମନ୍ତ୍ରୀ ହେବିନି। ଖୁସିରେ ରହିବ। ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ବହୁ କାମ କରାଯାଇଛି। ମୁଁ ଜାଣିବାରେ ମୋର ଯାହା ଆମ୍ବିସନ୍, 48 ହାଇ ସ୍କୁଲ, IIT, ନାଇଜର, ଇନଫୋସିସ୍, ଅଲ୍ ଇଣ୍ଡିଆ ମେଡ଼ିକାଲ ସାଇନ୍ସ, 13ଟା କଲେଜ, 10ଟା ଡାକ୍ତରଖାନା, 10ଟା ମ୍ୟାନେଜମେଣ୍ଟ କଲେଜ, 7ଟା ଇଞ୍ଜିନିୟରିଂ କଲେଜ, ଜଟଣୀ ବସଷ୍ଟାଣ୍ଡ, ଜଟଣୀ ତହସିଲ, ଜଟଣୀ ସବ ରେଜିଷ୍ଟ୍ର ଅଫିସ, 2ଟା ମେଡ଼ିକାଲ କଲେଜ, ଜଟଣୀ ଟାଉନ ହଲ୍ ଭୁବନେଶ୍ୱର ନାହିଁ, ଜଟଣୀ କି ମ୍ୟୁନିସିପାଲିଟି କରାହେଇଛି, CSC କରାହେଇଛି, ରାସ୍ତାଘାଟ, ଜଟଣୀର ପିଇବା ପାଣି, ଫ୍ଲାଇଓଭର, ସବୁକିଛି କାର୍ଯ୍ୟ ଜନସାଧାରଣଙ୍କର ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ କରାହେଇଛି। ଜୋରସୋରରେ ଆମେ ଲାଗିଛୁ। ସବୁତକ ମନ୍ଦିର କାମ ସରିଗଲେ ରାଷ୍ଟ୍ରପତି ମହୋଦୟଙ୍କୁ ଆଣି ଉଦ୍ଘାଟନ କରିଦେଲେ ମୋ ଆମ୍ବିସନ୍ ସରିଗଲା। ଆଉ ଗୋଟିଏ ମୋର ଅଛି 4ଟା ଏଠି ଗିରି, ଧଉଳିଗିରି, ଖଣ୍ଡଗିରି, ଉଦୟଗିରି, ଗୋଟେ ଲବଙ୍ଗଗିରି ଏବଂ ମହାବୀର ମନ୍ଦିର କରାହେଉଛି, ଗୋଟେ ଲକ୍ଷ୍ମୀ ମନ୍ଦିର କରାହେଉଛି। ଲବଙ୍ଗଗିରି ଉପରେ ଗୋଟେ ଆମେ ଜଗନ୍ନାଥ ମନ୍ଦିର କରୁଛୁ, ଶିବ ମନ୍ଦିର ସରିଗଲାଣି, ଆଉ ଗୋଟେ ବିମଳାଙ୍କ ମନ୍ଦିର, ସେଇ ଗୋଟାକୁ ମୁଁ ରାଷ୍ଟ୍ରପତି ମହୋଦୟଙ୍କୁ ନିମନ୍ତ୍ରଣ କରିଛି ତାକୁ ଉଦ୍ଘାଟନ କରିବା ପାଇଁ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍।